ସପ୍ତମ ଅଧ୍ୟାୟ ସନକୋବାଚ। ବ୍ୟାସଙ୍କୁ ଛାଡ଼ି ଗଙ୍ଗା କୂଳେ ନାରଦ ଗଲେ ଯେତେବେଳେ ଚିନ୍ତେ ସଂଶୟ ଥିଲା ଯେତେ ଥିଲା ନାରଦ ବାକ୍ୟ ଦୂର ଗଲା। ସେ ସର୍ବଗୁଣେ ଅଧିକାରୀ ନାରଦ ବାକ୍ୟ ଚିତ୍ତେ ଧରି ପୁଣି କି କଲେ ପୁଣ୍ୟ ଦେହା କହ ଆମ୍ଭକୁ ଯେବେ ଦୟା। ହେମନ୍ତ ମୁନିଙ୍କ ପ୍ରସନ୍ନେ କୃଷ୍ଣ ମହିମା ଗୁଣି ମନେ। ଶ୍ରୀସୁତ ଉବାଚ। ସୁତ କହନ୍ତି ତୋଷ ଚିତେ ମୁନିଜନଙ୍କର ଅଗ୍ରତେ ସେ ବ୍ରହ୍ମ ନଦୀର ପଶ୍ଚିମେ ଆଶ୍ରମ ଶ୍ୟାମ ପ୍ରାସ ନାମେ। ତହିଁ ଅଶେଷ ମୁନିଜନ ଏଣୁ ଅନେକ ଯଜ୍ଞ ସ୍ଥାନ ମଧ୍ୟବଦରୀ ବନ ନାମ ବ୍ୟାସଙ୍କ ନିହତ ଆଶ୍ରମ। ସେବନେ ସରସ୍ୱତୀ ଜଳେ ସ୍ନାନ ସାରି ପ୍ରାତ କାଳେ କୃଷ୍ଣ ମହିମା ଚିତି ମନେ ମୁନି ବସିଲେ ଯୋଗ ଧ୍ୟାନେ। ନିର୍ମଳ ମନେ ଧ୍ୟାନ କରି ତତ୍କ୍ଷଣେ ପ୍ରଭୁ ନର ହରି ମାୟା ସଂଯୋଗେ ହେଲେ ଦୃଶ୍ୟ ଯେ ପୂର୍ବେ ପୁରାଣ ପୁରୁଷ। ସେ ମାୟା ତ୍ରିଗୁଣେ ଜଡ଼ିତ ଅଜ୍ଞାନେ ଜୀବ ମୋହଗ୍ରସ୍ତ। ଅସତ୍ୟ ସତ୍ୟ ପ୍ରାୟ ମଣେ ଆତ୍ମାର ଗତି ନ ପ୍ରମାଣେ। ତାହାଙ୍କୁ ଉଦ୍ଧାରିବା ଅର୍ଥେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ ରଚିଲେ ଭାଗବତ ବାଣୀ ଏ ଜୀବତରେ ଯାହା ଶୁଣି। ଭକତି କଲେ କୃଷ୍ଣ ପାଦେ ନ ପଡ଼େ ଲୋକ ମୋହ ବାଦେ। ସଂହିତା କରି ହରି ବାଣୀ ଶୋଧନ କରି ତାକୁ ପୁଣି ସ୍ୱଭାବେ ତାକୁ ନିଜ ସୁତେ ହରସେ ଦେଲେ ଭାଗବତେ। ବିଶେଷ ଗୋବିନ୍ଦ ପ୍ରସନ୍ନେ ମାୟା ନ ଲାଗେ ଯାର ମନେ। ହେମନ୍ତ ସତ୍ୟ ବାକ୍ୟ ଶୁଣି ମୁନି ସକଳ ମନେ ଗୁଣି। ମନ ସଂଶୟ ଖେଦ ବହି କହନ୍ତି ସୁତ ମୁଖ ଚାହିଁ। ସୌନକୋବାଚ। ମାୟା ନ ଲାଗେ ଯାର ଚିତେ କି ପ୍ରୟୋଜନ ତାର ଗ୍ରନ୍ଥେ। ସୁଖ ସ୍ୱଭାବେ ଆତ୍ମା ରାମ ତାହାର ଗ୍ରନ୍ଥେ କି ପାଶ୍ରମ। ତାହାର ଅର୍ଥେ ବ୍ୟାସ ସୁତ ଅଭ୍ୟାସ କଲେ ଭାଗବତ। ନିର୍ଲେପ ଯୋଗୀ ସେ ଜଗତେ ସଂଶୟ ଲାଗେ ଆମ୍ଭ ଚିତେ। ଶୁଣି ସଂଶୟ ମୁନି କଥା କହନ୍ତି ଶୁଦ୍ଧ ବ୍ରହ୍ମବେତା। ଶ୍ରୀସୁତ ଉବାଚ। ସ୍ୱଭାବେ ମୁନିଙ୍କର ଚିତ୍ତ ଗ୍ରନ୍ଥରେ ନୁହଁଇ ଗ୍ରନ୍ଥିତ। ତଥାପି ଅକିଞ୍ଚନ ପଣେ ଭଜନ୍ତି ଗୋବିନ୍ଦ ଚରଣେ। ଯେଣୁ ସକଳ ଭୂତେ ହରି ପରମାନନ୍ଦ ରୂପେ ପୁରୀ। ତେଣୁ ଭକ୍ତି ଯେ ଅତିରକ କହନ୍ତି ଏକକୁ ଆରେକ। ସେ ସୁକ ମୁନି ଶୁଦ୍ଧ ଚେତା ନିତ୍ୟ ଅଭ୍ୟାସ କୃଷ୍ଣ କଥା। ଭକତ ଜନ୍ମ ପୁଣ୍ୟ ଅର୍ଥେ ତାହାଙ୍କ ଜନ୍ମ ଏ ଜଗତେ। ଏବେ ହୋ ଶୁଣ ବିପ୍ରଜନେ ହରିଚରିତ ସାବଧାନେ। ଭକତ ପରୀକ୍ଷିତ କଥା ପଣ୍ଡୁତନୟଙ୍କ ବ୍ୟବସ୍ଥା। କୁରୁ ପାଣ୍ଡବ ଯୁଦ୍ଧ ଅର୍ଥେ ବୀରେ ମିଳିଲେ ବୀର ପଥେ। ଭୀମର ଗଦାଘାତ ବାଜି ଦୁର୍ଯ୍ୟୋଧନର ଜାନୁ ଭାଜି। ପଳାଇ ଗଲା ପ୍ରାଣ ଡରେ ପଶିଲା ବ୍ୟାସ ସରୋବରେ। ଏମନ୍ତ ହୋଇଲା ରଜନୀ ଉଭୟେ ମିଳିଲେ କୁରୁମଣି। କାନ୍ଦଇ ଜୀବନ ବିକଳେ ଦ୍ରୋଣ ନନ୍ଦନ ଦେଖି ଡୋଳେ। କହଇ ରାଜା ମୁଖ ଚାହିଁ ମୋତେ ନ ବରିଲୁ ଯେ ତୁହି। ଯୁଦ୍ଧେ ସକଳ ବୀର ମାରି ଏ ଭୂମି ଅପାଣ୍ଡବା କରି। ତୋତେ ବସାନ୍ତି ରାଜକୂଳେ ଅଖଣ୍ଡ ବନି ମଣ୍ଡଳେ। ଶୁଣି ସକଳ ନୃପବର ଏବେ ତୁ ଅପାଣ୍ଡକ କର। ଏବେ କରିଲି ସେନାପତି ଫେଡ଼ ତୁ ମୋହର ଦୁର୍ଗତି। ଏମନ୍ତ କହି ଅନ୍ଧବଳା ତାହାର ହସ୍ତେ ଜଳ ଦେଲା। ଦ୍ରୋଣ କୁମର ବେଗେ ଉଠି ଧନୁକୁ ଧରି ଦୃଢ଼ ମୁଷ୍ଟି। ମନ୍ତ୍ରୀଣ ନାରାଚ ପେଶିଲା ପାଣ୍ଡବ ଗୃହେ ସେ ପଡ଼ିଲା। ଦ୍ରୌପଦୀ ପଞ୍ଚ ସୁକୁମରେ ଶୋଇ ଯେ ଥିଲେ ଅନ୍ତପୁରେ। ପଡ଼ି କାଟିଲା ତାଙ୍କ ଶିର ଶବଦ କଲା ମହାଘୋର। ପୁଣି କମ୍ପିଲେ ଦିଗପାଳ ପୂରିଲା ଭୂମି ଅନ୍ତରାଳ। ଅତି ଅନୀତି କର୍ମ କଲା ବିଧାତା ବଳେ ଦ୍ରୋଣ ବଳା। ଦ୍ରୌପଦୀ ଶୟନ ଉପେକ୍ଷୀ ପୁତ୍ର ମରଣ ଦେଖି ଦୁଃଖୀ। ବିକଳେ କରଇ ରୋଦନ ତା ପାଶେ ଥିଲା ଯେ ଅର୍ଜୁନ। ଅନେକ ଶାନ୍ତ ବାକ୍ୟ କହେ ଦ୍ରୌପଦୀ ମୁଖ ଚାହିଁ। ଦ୍ରୋଣ କୁମର ଶିର ବାଣେ କାଟି ସ୍ଥାପିବି ତୋ ଚରଣେ। ତେବେ ହରିବି ତୋର ଶୋକ ତୁ ଏବେ ସ୍ଥିର ଚିତ୍ତେ ଦେଖ।
ଏମନ୍ତ ମଧୁର ବଚନେ ଶାନ୍ତି କରାଇ ତାର ମନେ। ଯାର ସାରଥି ଭଗବାନ କେତାରେ କରେ ଅପମାନ। ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପିଧ୍ୱଜ ରଥେ। ବେଗେ ଧାଇଁଲା ସଜ ହୋଇ ଦେବେ ଗଗନେ ଛନ୍ତି ଚାହିଁ। ଅର୍ଜୁନ ଦେଖି ଦ୍ରୋଣ ବଳା କାତରେ ହୃଦୟ କମ୍ପିଲା। ବେଗେ ପଳାଇ ଭୂମି ଗତେ ପଶିଲା ଗହନ ବନସ୍ତେ। ପଶି ପଳାଏ ଘୋର ବନେ ଅନ୍ଧକ ରୁଦ୍ର ଡରେ ଯେନେ। କାତରେ ଚାରିଦିଗ ଚାହିଁ ତାର ରକ୍ଷକ ଅଛି କାହିଁ। ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମ ଅସ୍ତ୍ରକୁ ଯେ ସୁମରି। ସଂହାର ନ ଜାଣି ତାହାରେ ପେଶିଲା ଅର୍ଜୁନ ଉପରେ। ସ୍ୱଭାବେ ବ୍ରହ୍ମ ରାଶି ନାମ ବିରାଜେ ତେଜର ବିଷମ। ତାର ପ୍ରଚଣ୍ଡ ରୂପ ଚାହିଁ କମ୍ପଇ ଅର୍ଜୁନର ଦେହି। ଶସ୍ତ୍ରର ତେଜ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା। ପଡ଼ିବ ଭୟ ପାଦ ତଳେ କହଇ ଜୀବନ ବିକଳେ। ହେ କୃଷ୍ଣ କୃଷ୍ଣ ଯୋଗୀଶ୍ୱର ଶରଣ ଜନଙ୍କ ସୋଦର। ସଂସାର ଦୁର୍ଜନ ଦହନ ଭୟ କରନ୍ତି ତୋତେ ଜନ। ଯାହାକୁ ଦେଇ ମୁଖ୍ୟ ଗତି ଅଭୟ ବ୍ରହ୍ମ ସେ ପଶନ୍ତି। ଆଦି ପୁରୁଷ ନିରଞ୍ଜନ ପ୍ରକୃତି ପରେ ତୁ କାରଣ। ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା। ଏ ଯେ ତୋହର ଅବତାର ଖଣ୍ଡିବ ବନିର ଭାର। ତୋରେ ଶରଣ ଯେ ପଶଇ ସଂସାର ତାକୁ ନ ଲାଗଇ। ଏଣୁ ତୋହର ଗତି ମୋହି ତୋ ମାୟା ବଳେ ନ ଜାଣଇ। ଏ ଯେ ଧାମଇ ବ୍ରହ୍ମସର ତେଜ ଆଚ୍ଛାଦି ତିନି ପୁର। ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖ କମ୍ପଇ ମୋର ପ୍ରାଣ। କହ କି କରିବି ଗୋସାଇଁ ତୋ ବିନୁ ଅନ୍ୟ ଗତି ନାହିଁ। ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମ ରାଶି। ଶ୍ରୀ ଭଗବାନ ଉବାଚ ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା। ମନ୍ତ୍ର ନ ଜାଣି ସଂହାରେ ବେଗେ ପଶିଲା ପ୍ରାଣ ଡରେ। ଏ ହାନିବାରେ ଶସ୍ତ୍ର ନାହିଁ କେହି ନ ଜାଣେ ଦେହ ବହି। ତୁ ଯେ ସକଳ ମନ୍ତ୍ର ଜାଣୁ ଚଞ୍ଚଳ ଚିତ୍ତେ ନ ପ୍ରମାଣୁ। ଶ୍ରୀସୁତ ବାଚ ଶୁଣି ଗୋବିନ୍ଦ ମୁଖ ବାଣୀ ଅର୍ଜୁନ ମନେ ମନେ ଗୁଣି। ତତ୍କ୍ଷଣେ ଆଚମନ ସାରି ମନେ ସୁମରି ନରହରି। ଦ୍ରୋଣଙ୍କ ତହୁଁ ଅଛି ଜାଣି ଭାବେ କହିଲେ ଚକ୍ରପାଣି। ବ୍ରହ୍ମସରକୁ ବ୍ରହ୍ମସର ଶୂନ୍ୟ ପେଶିଲା ବୀରବର। ଗଗନ ମାର୍ଗେ ବେନିସରେ ଭୂମି ଆକାଶ ଅଭ୍ୟନ୍ତରେ। ଅର୍କ ନଳ ପ୍ରାୟ ଦିଶି ବଢ଼ିଲା 10 ଦିଗ ଗ୍ରାସୀ। ସେ ବେନି ଶସ୍ତ୍ର ତେଜ ରାଶି ପ୍ରଳୟା ନଳ ପ୍ରାୟ ଦିଶି। ଦହିଲା ପ୍ରାୟ ତ୍ରିଭୁବନ ତା ଦେଖି ଚକିତ ଅର୍ଜୁନ। କୃଷ୍ଣ କହିଲେ ଶୁଣ ବୀର ଶସ୍ତ୍ର ଏ ଶସ୍ତ୍ରକୁ ସଂହର। ଯଉଁ କହିଲେ ଚକ୍ରପାଣି ତତ୍କ୍ଷଣେ ସଂହାରିଲେ ଆଣି। ରଥୁ ଓହ୍ଲାଇ ରୋଷେ ଧଇଲେ ଅଶ୍ୱତ୍ଥାମା କେଶେ। ପ୍ରଚଣ୍ଡ ରୂପେ ଶିର ଝୁଣି ଆକର୍ଷି ତାପିଲା ଧରଣୀ। କର ଚଞ୍ଚଳ ତନୁ ଛନ୍ଦେ ବେଗେ ବାନ୍ଧିଲା ମାଲ ବନ୍ଧେ। ଚରଣ ପାଶକୁ ସୁମରି ପଶୁଙ୍କ ପ୍ରାୟ ବନ୍ଦୀ କରି। ରଥ ଦଣ୍ଡରେ ବାନ୍ଧି ଆଣି ଦେଖି କହନ୍ତି ଚକ୍ରପାଣି। ଏ ବ୍ରହ୍ମବନ୍ଧ ବ୍ରହ୍ମ ଦ୍ରୋହୀ ଏହାକୁ ଦଣ୍ଡେ ନ ଥୋଇ। ମନୁ ତୁ ଅନ୍ୟ ନ ବିଚାର ବେଗେ ଏହାର ପ୍ରାଣ ହର। ନିର୍ଦ୍ଦୋଷ ବାଳକ ଶୟନେ ଥିଲେ ଯେ ମୁଦ୍ରିତ ଲୋଚନେ। ଏ ନାଶ କଲା ତାଙ୍କ ପ୍ରାଣ ଏବେ କହିବା ପାର୍ଥ ଶୁଣ। ମତ ପ୍ରମତ୍ତ ଉନ୍ମତ୍ତ ବାଳକ ବନିତା ନିଦ୍ରାଗତ। ଶରଣାଗତ ରଥହୀନ ସଂଗ୍ରାମେ ଦେଖି ରିପୁଜନ। ଏହାକୁ ବଧ ଯେ କରନ୍ତି ଜୀବନ ଥାଉ ସେ ମରନ୍ତି। ପର ଜୀବନ ମାରି ଆଣି ଆତ୍ମାକୁ ପୋଷେ ଯେଉଁ ପ୍ରାଣୀ। ତାର ମରଣେ ହୁଏ ପୁଣ୍ୟ ଏ ବେଦେ କହନ୍ତି ବିପ୍ରଜନ। ତୁ ଯେ ଦ୍ରୌପଦୀ ଆଗେ କହି ପ୍ରତିଜ୍ଞା କଲୁ ଦେହ ବହି। କହିଲୁ ନ କାନ୍ଦ ସୁନ୍ଦରୀ ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ। ମୁହିଁ ଯେ ଶୁଣିଅଛି ଏହା ଏବେ ରଖିଲୁ କରି ଦୟା। ବେଗେ ଏହାର ପ୍ରାଣ ହର ନିମିଷେ ବିଳମ୍ବ ନ କର। ଏ ପ୍ରାଣୀ ଆତତାୟୀ ନର ବାଳକ ହନ୍ତାଏ ତୁମ୍ଭର। ଯାହା ଆଶ୍ରୟ ଭୋଗ କଲା ତାର ବିପଦ ନ ଚିନ୍ତିଲା।
ଏଣୁ ଯେ ଗଣାରେ ପଶୁ ଗଣେ ନିତ୍ୟ ବଞ୍ଚଇ ଘୋର ବଣେ। ଏମନ୍ତ ଧର୍ମ ପରିଶ୍ଚନେ କୃଷ୍ଣ କହିଲେ ନାନା ଜ୍ଞାନେ। ଅର୍ଜୁନ ନ ଶୁଣଇ ତାହା ଗୁରୁପୁତ୍ରକୁ କରି ଦୟା। ତତ୍କ୍ଷଣେ ଉଠି ବୀର ପାର୍ଥ ବନ୍ଧନ କରି ଗୁରୁପୁତ୍ର। ଦ୍ରୌପଦୀ ଆଗେ ନେଇ ଦେଲା ତରିପୁ ସମ୍ଭାଳ ବୋଇଲା। ଦ୍ରୌପଦୀ ତାର ମୁଖ ଚାହିଁ ତତ୍କ୍ଷଣ ଚିତ୍ତେ ଦୟା ବହି। ପୁତ୍ରଙ୍କ ମୃତ୍ୟୁ ହେତୁ ଏତ ସ୍ୱଭାବେ ଦୃଢ଼ ଗୁରୁସୁତ। ଅନ୍ତରେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା। ବୋଇଲା ବେନି କର ଯୋଡ଼ି ବନ୍ଧନ ଦିଅ ବେଗେ ଫେଡ଼ି। ସ୍ୱଭାବେ ବିପ୍ର ଗୁରୁଜନ ବିଶେଷ ଗୁରୁଙ୍କ ନନ୍ଦନ। ରହସ୍ୟ ଧନୁବେଦ ଗ୍ରାମ ବିସର୍ଗ ସଂହର ସଙ୍ଗମ। ସକଳ ଅସ୍ତ୍ରଶାସ୍ତ୍ର କଳା ଯେ ଗୁରୁ ରୂପେ ଶିକ୍ଷା ଦେଲା। ସେଇ ଯେ ପୁତ୍ର ରୂପେ ଜାତ ଆତ୍ମାକୁ ଆପଣା ସମ୍ଭୂତ। ସ୍ୱାମୀର ତହୁଁ ଅର୍ଦ୍ଧେ ଜ୍ଞାନୀ ଜଗତେ ଏହାର ଜନନୀ। ଏତର ଧର୍ମ ଗୁରୁକୁଳ ଏହାକୁ କଲେ ଭଲେ ପ୍ରତିପାଳ। ଏହାର ଗୌତମୀ ଯେ ମାତା ଯେ ସେ ପୁଣ୍ୟବତୀ ପତିବ୍ରତା। ରୋଦନ ନ କରୁ ଯେ ଦୁଃଖେ ମୋହରି ପରିପୁତ୍ର ସୁଖେ। କ୍ଷତ୍ରିୟ ଯେଣେ ମୂଢ଼ପଣେ କୋପ କରଇ ବିପ୍ରଗଣେ। ସେ କୋପେ ନିଜ କୁଳ ଦହେ ଏଣୁକେ ବିପ୍ର ହିଂସା ବହେ। ଦ୍ରୌପଦୀ ଧର୍ମନିଷ୍ଠା ବାଣୀ ହରଷେ ଯୁଧିଷ୍ଠିର ଶୁଣି। ମୌନେ କିଛି ନ କହିଲେ ସେ ଧର୍ମ ଅନ୍ତରେ ଜାଣିଲେ। ଶୁଣି ସକଳ ସହଦେବ ସାତ୍ୟକୀ ଅର୍ଜୁନ ପାଣ୍ଡବ। ଦେବକୀ ପୁତ୍ର ଆଦି କରି କୁନ୍ତୀ ସମେତେ ଯେତେ ନାରୀ। ସେଠାରେ ଯେତେ ଜନ ଥିଲେ ଏକଥା ସମର୍ଥନ କଲେ। ଏହାଙ୍କ ମଧ୍ୟରେ ଭୀମସେନ କ୍ରୋଧରେ ବୋଲଇ ବଚନ। କୋପେୟ ନାହିଁ କୃଷ୍ଣ ମୁଖେ କହଇ ଅତି ମନ ଦୁଃଖେ। ତୀକ୍ଷ୍ଣ ଖଡ୍ଗ କାଟି ଶିର ଏହାକୁ ନରକୁ ଉଦ୍ଧାର। କି ପ୍ରୟୋଜନ କିସ ଅର୍ଥେ ପାପୁ ତରିବ କେମନ୍ତେ। ଶୟନ ଶିଶୁ ବଧ କଲା ସ୍ୱଭାବେ ବଞ୍ଚୁ ବଞ୍ଚୁ ମଲା। ଦ୍ରୌପଦୀ ତୁଲେ ଚକ୍ରପାଣି ଏ ଧର୍ମ ଭୀମ ମୁଖୁ ଶୁଣି। ଅଳପ ହସି ଭାବଗ୍ରାହୀ କହନ୍ତି ଅର୍ଜୁନଙ୍କୁ ଚାହିଁ। ଶ୍ରୀ ଭଗବାନ ଉବାଚ ମରଣ ଉଚିତ ଏହାର ୟାକୁ ନ ରଖ ବୀର ବର। ଯେ ଆତତାୟୀ କର୍ମ କରେ ଅଧର୍ମ ଯୁଦ୍ଧ ଶସ୍ତ୍ର ଧରେ। ଜୀବନ ଥାଉ ସେ ମରନ୍ତି ଅନ୍ତେ ସେ ନରକେ ପଡ଼ନ୍ତି। ଏବେ ମୋହର ବୋଲ କର ଯେ ଧର୍ମ ଉଚିତ ଏହାର। ଦ୍ରୌପଦୀ ପୁତ୍ର ଶୋକ ବେଳେ ତୁ ଯେ କହିଲୁ ଅବହେଳେ। ତୋହର ପୁତ୍ର ଶତ୍ରୁ ମାରି ଶିରେ ଚରଣେ ପୂଜା କରି। ଖଣ୍ଡିବ ପୁତ୍ର ଶୋକ ତେବେ ମୋର ବଚନ କର ଏବେ। ଶସ୍ତ୍ର ଏହାର ତେଜହର ଜୀବନ ମୃତ୍ୟୁ ପ୍ରାୟ କର। ଶସ୍ତ୍ର ଏହାର ତେଜହର ଜୀବନ ମୃତ୍ୟୁ ପ୍ରାୟ କର। ଶାସ୍ତି ଲାଞ୍ଛନ ଏ ବିହରୁ ଏ ବିପ୍ର କେବେ ହେଁ ମରୁ। ଶୋକ ନ ଥାଇ କୃଷ୍ଣ ଚିତ୍ତେ ଏକଥା କର ଭୀମ ମତେ। ଏକଥା ମୋହର ସମ୍ମତ ଶୁଣି ଅର୍ଜୁନ କୃତ୍ୟ। ତତ୍କ୍ଷଣେ ଉଠି କୋପା ଭରେ ତୀକ୍ଷ୍ଣ ଖଡ୍ଗ ଘେନି କରେ। କେଶ ଧଇଲା ବାମ ହସ୍ତେ ମଣିଏ ଥିଲା ତାର ମାଥେ। ଖଡ୍ଗ ଯେ ଘେନି ଦୃଢ଼ ମୁଷ୍ଟି ମଣି ସହିତେ ଶିଖା କାଟି। ଆଣି ସ୍ଥାପିଲା ବାହୁ ବଳେ ଦ୍ରୌପଦୀ ଦେବୀ ପାଦ ତଳେ। ତତ୍କ୍ଷଣେ ବନ୍ଧନ ଫେଡ଼ିଲା ଦ୍ରୌପଦୀ ତା ମୁଖ ଚାହିଁଲା। ବାଳକ ହତ୍ୟା ଦୋଷଚ୍ଛନେ ମଳିନ ଦିଶେ ତା ବଦନ। ମଣିହର ସେ ତେଜ ଗଲା ନଗରୁ ବେଗେ ପଳାଇଲା। ଦେଶ ବିଦେଶ କରି ହରି ତାଙ୍କୁ ବାହାର ଦେଶୁ କରି। ବ୍ରାହ୍ମଣ ପ୍ରାଣେହି ମତେ ମରଣ ଲଭନ୍ତି ଜୀବନ୍ତେ। ଦ୍ରୋଣକୁ ମରେ ଶାସ୍ତି ଦେଇ ଜ୍ଞାତି ବାନ୍ଧବ ରୁଣ୍ଡ ହୋଇ। ସର୍ବେ ଆକୁଳ ପୁତ୍ର ଶୋକେ ବାଳକ ଘେନି ଏକେ। ଦହନ କଲେ ଦୁଃଖ ମନେ ଏବେ ହୋ ଶୁଣ ମୁନି ଜନେ। ସୁଜନ ହିତେ ଭାଗବତ ଭିଆଇ ରସମୟ ଗୀତ। ପ୍ରଥମ ସ୍କନ୍ଧେ ଭାଗବତ ସୁଜନ ଜନଙ୍କ
प्रथम स्कंदे भागवते सुजन जनकर हिते अमृत कृष्णर चरित कहई विप्र जगन्नाथ इति श्रीमद्भागवते महापुराणे परमहंस संहिताये वैयासिका प्रथम स्कंदे द्रोणी दंडे नाम सप्तमोऽध्याय।